ଭାରତରେ ରେଳ ପରିବହନକୁ ସୁଗମ ଏବଂ ଆଧୁନିକ ସୁବିଧାରେ ସଜ୍ଜିତ କରିବା ପାଇଁ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି। ଏବେ ଭାରତୀୟ ରେଳ ସହିତ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବୁଲେଟ୍ ଟ୍ରେନ୍ ପ୍ରକଳ୍ପର କାର୍ଯ୍ୟକୁ ଆଗକୁ ବଢ଼ାଇବା ସହିତ ଦେଶର ପ୍ରଥମ ହାଇପର ଲୁପ୍ ପରୀକ୍ଷଣ ଟ୍ରାକ୍ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହି ସୂଚନା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେୟାର କରିଛନ୍ତି। ଏହି ହାଇପର ଲୁପ୍ ଟ୍ରାକ୍ ଆଇଆଇଟି ମାଡ୍ରାସ ସହଯୋଗରେ ରେଳବାଇ ଦ୍ୱାରା ପ୍ରସ୍ତୁତ କରାଯାଇଛି। 422 ମିଟର ଲମ୍ବା ଏହି ଟ୍ରାକ୍। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ହାଇପର ଲୁପ୍ ପରୀକ୍ଷଣ ଟ୍ରାକ୍ ଆଇଆଇଟି ମାଡ୍ରାସ ସହାୟତାରେ ପ୍ରସ୍ତୁତ କରାଯାଇଛି ଏବଂ ଏହା 422 ମିଟର ଲମ୍ବା ଅଟେ। ଏହି ହାଇପର ଲୁପ୍ ଟ୍ରାକ୍ ପ୍ରକଳ୍ପ ଭବିଷ୍ୟତରେ ରେଳ ଯାତାୟାତକୁ ଆହୁରି ସୁଗମ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ହାଇପର ଲୁପ୍ ଟ୍ରାକ୍। ହାଇପର ଲୁପ୍ ରେଳ ଟ୍ରାକ୍ ପ୍ରକୃତରେ ଏକ ଏପରି ପ୍ରଯୁକ୍ତି ବିଦ୍ୟା ଯେଉଁଥିରେ ଟ୍ରେନ୍କୁ ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ଟ୍ୟୁବ୍ରେ ଚଲାଯାଏ। ଏହାର ବେଗ ଦ୍ରୁତ ବୋଲି କୁହାଯାଉଛି। ଏହା ସାର୍ବଜନୀନ ପରିବହନକୁ ଦ୍ରୁତ କରିବାରେ ସହାୟକ ହୋଇପାରେ। ଏବେ ଦେଶର ପ୍ରଥମ ହାଇପର ଲୁପ୍ ରେଳ ଟ୍ରାକ୍ ପ୍ରସ୍ତୁତ ହୋଇସାରିଛି। ଆଶା କରାଯାଉଛି ଯେ ଏଥିରେ ଖୁବ୍ ଶୀଘ୍ର ଟ୍ରେନ୍ ପରୀକ୍ଷଣ ଆରମ୍ଭ ହେବ। ତେବେ ଏହି ଟ୍ରେନ୍ 300 କିଲୋମିଟରକୁ 30 ମିନିଟରେ ଅତିକ୍ରମ କରିବ ବୋଲି କୁହାଯାଉଛି।